ସରକାର କରିବେ ଚାଷୀଙ୍କ ଡାଟାବେସ୍। ଜାନୁଆରୀ ପହିଲାରୁ ଆରମ୍ଭ ହେବ ପଞ୍ଜୀକରଣ। ଏସ୍ଓପି ଜାରି କଲା କୃଷି ବିଭାଗ। ନମସ୍କାର ଆଜ୍ଞାମାନେ, ଆପଣମାନେ ମୋ ଚ୍ୟାନେଲକୁ ଦେଖୁଛନ୍ତି ବେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍କୁ ଟିକେ ଦବାଇ ଦିଅନ୍ତୁ। ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର। ଏସ୍ଓପି ଜାରି କଲା କୃଷି ବିଭାଗ। ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍। ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର। ଏସ୍ଓପି ଜାରି କଲା କୃଷି ବିଭାଗ। ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍। ସମସ୍ତ 30 ଜିଲ୍ଲାରେ ହେବ ଚାଷୀ ପଞ୍ଜୀକରଣ। ପିଏମ୍ କିଷାନ ଓ କୃଷକ ଓଡ଼ିଶା ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ଏହି ପ୍ରକ୍ରିୟାରେ ଅଗ୍ରାଧିକାର ଦେବେ ରାଜ୍ୟ ସରକାର। ଆଧାର କାର୍ଡ଼ ଦେଇ ପୋର୍ଟାଲରେ ପଞ୍ଜୀକରଣ କରିବେ ଚାଷୀ। ମୋବାଇଲ ନମ୍ବର ଓ ଜମି ପଟ୍ଟା ଦେବାକୁ ପଡ଼ିବ। ଚାଷୀ ଦେଇଥିବା ତଥ୍ୟର ଯାଞ୍ଚ କରିବେ ଆର୍ଆଇ। ଏଥିପାଇଁ ଜିଲ୍ଲା ସ୍ତରରେ ଏଡିଏମ୍ ରହିବେ ନୋଡାଲ ଅଫିସର। ଏହି ପ୍ରକ୍ରିୟାକୁ ଆଗେଇ ନେବାକୁ ପଞ୍ଚାୟତ ସ୍ତରରେ କ୍ୟାମ୍ପ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପ ପାଇଁ ସ୍ଥାନ ଓ ସମୟ ନିରୂପଣ କରିବେ ଜିଲ୍ଲାପାଳ। ଏନେଇ ଜିଲ୍ଲା ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ।